ଆସନ୍ତୁ ଶିଖିବା ଛତୁ ମଞ୍ଜି କିପରି ପ୍ରସ୍ତୁତି ହେଉଛି। ଆଜିର ଭିଡ଼ିଓ ପାର୍ଟ 2। ନମସ୍କାର ଦର୍ଶକ ବନ୍ଧୁ, ଆମେ ପାର୍ଟ 1ରେ ଦେଖିଥିଲେ ଗହମ କିପରି ସିଝା ହୋଇଥିଲା। ଆଜି ଆସନ୍ତୁ ଦେଖିବା ଆମେ ଗହମ କିପରି ବଟଲିଂ କରୁଛୁ। ପାର୍ଟ 2 ନେଇ ଆସିଛୁ ଭିଡ଼ିଓ। ଯେଉଁମାନେ ଆମ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରନ୍ତୁ। ଆମେ ଆଗକୁ କମ୍ପ୍ଲିଟ୍ ଭିଡ଼ିଓ ନେଇ ଆସିବୁ। ଦେଖନ୍ତୁ ବର୍ତ୍ତମାନ କ୍ୟାଲସିୟମ୍ ପାଉଡ଼ର ସହିତ ଗହମକୁ ଭଲ ଭାବେ ଘଣ୍ଟା ଯାଉଛି। ଆମେ ମଧ୍ୟ ପୂର୍ବ ଭିଡ଼ିଓରେ କହିଦେଇଛୁ କ୍ୱାଣ୍ଟିଟି କେତେ କ୍ୟାଲସିୟମ୍ ପାଉଡ଼ର ନେବେ। ବର୍ତ୍ତମାନ ଭଲସେ ଘାଣ୍ଟିବା ଗହମକୁ। ଆସନ୍ତୁ ଦେଖନ୍ତୁ, ଭଲ ନଜର କରିବେ ଗହମ ଯେମିତି ସିଝା ଗହମ ଟାଇପ୍ର ଯେମିତି ନ ଦେଖାବ। ଟୋଟାଲ୍ ପାଉଡ଼ର ମିଶିଗଲା ଦେଖନ୍ତୁ ଭଲସେ। ବର୍ତ୍ତମାନ ଆମେ 375 ml ବଟଲ ସାହାଯ୍ୟରେ ଆମେ 200 ଗ୍ରାମ ସ୍ପନ୍ ପ୍ରସ୍ତୁତ କରିବା। ଦେଖନ୍ତୁ ଏବେ ସୁଦ୍ଧା ଗହମ ସବୁ ବଟଲିଂ ହେଉଛି। ଦେଖନ୍ତୁ କେମିତି ପୁରା ହେଉଛି, ଭଲସେ ଟିକେ ନଜର କରନ୍ତୁ। ବୋଟଲଟା ସମ୍ପୂର୍ଣ୍ଣ ଫୁଲ୍ କରିବେନି, ତାର ଗୋଟେ ଫେଣ୍ଡ ଅଛି, ଫେଣ୍ଡ ପର୍ଯ୍ୟନ୍ତ ଆମେ ଦେଖନ୍ତୁ। ବର୍ତ୍ତମାନ ଦେଖନ୍ତୁ ଫେଣ୍ଡ ପର୍ଯ୍ୟନ୍ତ ରଖିବା, ଏମିତି ବଟଲିଂ କରିବା। ଦେଖନ୍ତୁ ସବୁ ପଶିଯାଇଛି। ବର୍ତ୍ତମାନ ତୁଳା ଦେବା, ମୁଖ୍ୟ କଥା ହେଉଛି ଆମର ତୁଳା ଦେବା। ଦେଖନ୍ତୁ ତୁଳା କିପରି ଦିଆହେଉଛି। ତୁଳାଟାକୁ ଭଲସେ ସାଇଜ୍ କରିକିନା ତାକୁ ଭାଙ୍ଗିବେ। ଭାଙ୍ଗିକିନା ଭଲସେ ଟାଇଟ୍ କରିକି ଦେବେ, ଯେମିତି ତୁଳାଟା ଆମର ଟେକିଲେ ଗଳୁନଥିବ। ବେଶୀ ଟାଇଟ୍ ହେବନି କି ବେଶୀ ଢିଲା ହେବନି, ମିଡ଼ିୟମରେ ରହିବ। ଯେମିତି ତୁଳାଟାକୁ ଧରିକି ଉପରକୁ ଉଠେଇଲେ ଯେମିତି ଆମର ବଟଲଟା ତଳକୁ ନ ଖସୁଥିବ, ସେଇ ଟାଇପ୍ର ଆମେ ଭଲସେ ଟାଇଟ୍ କରିକିନା ସବୁଯାକ ଦେବା। ଦେଇ ସାରିଲା ପରେ ତାପରେ ଆମେ କ'ଣ କରିବା, ଆମେ ସବୁତକ ତାକୁ ଗୋଟେ ଟ୍ରେ ସାହାଯ୍ୟରେ ଟ୍ରେରେ ତାକୁ ସବୁ ସାଇଜ୍ କରିକିନା ରଖିବା। ଦେଖନ୍ତୁ ଏବେ ସୁଦ୍ଧା ବି ଆମର ତୁଳା ଦିଆ ଚାଲିଛି। ତୁଳା ଦିଆ କମ୍ପ୍ଲିଟ୍ ସରିଲା ପରେ ତାପରେ ଆମେ ମେସିନ୍ ଲୋଡ୍ ଦିଆଯିବ। ମେସିନ୍ ଲୋଡ୍ ଆମର ଦିଆଯିବ କିପରି, ଆମେ ନେକ୍ସଟ ଭିଡ଼ିଓ ନେଇ ଆମେ ଆସିବୁ।